ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଆଜି ଜାଣିବା ଅଁଳା ଏକାଦଶୀ ବିଷୟରେ। ଅଁଳା ଏକାଦଶୀ କାହିଁକି କରାଯାଏ, ଏହାର ପୁଣ୍ୟତା କ'ଣ, ଏହା କଲେ ଆମକୁ କ'ଣ ଉପକାର ମିଳିଥାଏ, ତାହେଲେ ଚାଲନ୍ତୁ ଏହାର ପୁରା ବୃତ୍ତାନ୍ତ ଜାଣିବା। ପୌରାଣିକ ଉପାଖ୍ୟାନ ଓ ବିସ୍ତୃତି ବର୍ଣ୍ଣନା ଫାଲ୍ଗୁନ ଶୁକ୍ଳ ପକ୍ଷର ଏକାଦଶୀ ଦିନ, ଯାହା ଅଁଳା ଏକାଦଶୀ ବୋଲି ପରିଚିତ, ପବିତ୍ରତା, ଭକ୍ତି ଓ ମୋକ୍ଷର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନଟି। ଏହି ଦିନ ସକାଳେ ସୂର୍ଯ୍ୟ ଉଦୟ ସହିତ ଭକ୍ତମାନେ ସ୍ନାନ କରି ସଫା ବସ୍ତ୍ର ପିନ୍ଧନ୍ତି ଓ ତୁଳସୀ କିମ୍ବା ଅଁଳା ବୃକ୍ଷ ତଳେ ପୂଜା ପ୍ରସ୍ତୁତ କରନ୍ତି। ଭକ୍ତମାନେ ମନ, ମଧ୍ୟମ ଓ ଶରୀର ସମ୍ପୂର୍ଣ୍ଣ ପବିତ୍ର ରଖି ହରିନାମ ସଂକୀର୍ତ୍ତନ କରନ୍ତି, ଉପବାସରେ ରହନ୍ତି ଓ ଭଗବାନ ବିଷ୍ଣୁଙ୍କର କୃପା ଲାଭ କରନ୍ତି। ପୌରାଣିକ କଥା ଅନୁସାରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ କୃଷ୍ଣ ଏହି ଏକାଦଶୀର ମାହାତ୍ମ୍ୟ କହିଥିଲେ। ଏହି କଥାର ମୁଖ୍ୟ ପାତ୍ର ଥିଲେ ରାଜା ଚିତ୍ତାର୍ଥ ଗନ୍ଧର୍ବ। ତାଙ୍କର ପ୍ରଜା ମଧ୍ୟ ବୈଷ୍ଣବ ଥିଲେ। ଏକ ଦିନ ସାଧୁମାନଙ୍କ ପରାମର୍ଶ ନେଇ ରାଜା ଚିତ୍ରାର୍ଥ ଗନ୍ଧର୍ବ ଅଁଳା ବୃକ୍ଷ ତଳେ ଏକାଦଶୀ ବ୍ରତ ପାଳନ କରିବାକୁ ନିଷ୍ପତ୍ତି ନେଲେ। ସେ ସମସ୍ତ ପ୍ରଜାଙ୍କୁ ମଧ୍ୟ ସାମିଲ କରିଥିଲେ, ଯେପରି ସମସ୍ତ ଲୋକ ଏକ ସାଙ୍ଗ ସକ୍ଷମ ଭାବରେ ଭକ୍ତିରେ ଲୀନ ହେଲେ। ରାଜ୍ୟର ଏକ ଶିକାରୀ ସେଦିନ ଶିକାର କରିବାକୁ ନ ଯାଇ ବ୍ରତରେ ସାମିଲ ମଧ୍ୟ ହେଲେ। ସେ ସାରା ଦିନ ହରିନାମ ସଂକୀର୍ତ୍ତନ ଶୁଣିଲେ ଓ ଉପବାସରେ ମଧ୍ୟ ରହିଲେ। ଏହି ପୂଜା ଓ ଭକ୍ତି ଦେଖି ରାଜ୍ୟର ସମସ୍ତ ପ୍ରଜା ମଧ୍ୟ ଅନୁସରଣ କଲେ। ପରଦିନ ସକାଳେ ବ୍ରତ ପାଳନ ସମୟରେ ଶିକାରୀଙ୍କର ମୃତ୍ୟୁ ଘଟିଲା। ଏହା ପୂର୍ବ ଜନ୍ମର ଧର୍ମ ଫଳ ଥିଲା। ତାଙ୍କୁ ପୂର୍ବ ଜନ୍ମ ମିଳିଥିଲା। ତା ନାମ ଥିଲା ବସୁରଥ। ବସୁରଥ ପୂର୍ବ ଜନ୍ମରେ ଏକ ଅତି ଧାର୍ମିକ, ପ୍ରଜାପ୍ରିୟ ଓ ସମ୍ମାନିତ ରାଜା ଥିଲେ। ତାଙ୍କର ଧର୍ମ ପରାୟଣତା ସମସ୍ତଙ୍କ ପାଇଁ ପ୍ରେରଣା ଦେଇଥିଲା। ଏକ ଦିନ ବସୁରଥ ଶିକାର କରିବାକୁ ଯାଇ ଜଙ୍ଗଲରେ ଭୁଲିଗଲେ ଏବଂ ଥକି ବୃକ୍ଷ ତଳେ ବିଶ୍ରାମ ନେଲେ। ସେଠାରେ ଦେବୀ ଏକାଦଶୀ ଆବିର୍ଭୂତ ହୋଇ ସେମାନଙ୍କୁ ଶତ୍ରୁମାନଙ୍କ ହତ୍ୟାରୁ ରକ୍ଷା କରିଥିଲେ। ଦେବୀଙ୍କର ଦିବ୍ୟ ଶକ୍ତିରେ ସମସ୍ତ ଶତ୍ରୁ ପରାଜିତ ହେଲେ ଓ ବସୁରଥ ସୁରକ୍ଷିତ ହୋଇଥିଲେ। ଏହି ଦିନରେ ଅଁଳା ବୃକ୍ଷର ନାରାୟଣଙ୍କର ସହ ଲକ୍ଷ୍ମୀଙ୍କର ଉପସ୍ଥିତି ଅତ୍ୟନ୍ତ ପବିତ୍ର ଥାଏ। ଭକ୍ତମାନେ ଏକାଦଶୀ ବ୍ରତ ପାଳନ କଲେ ସେମାନଙ୍କର ଜନ୍ମ, ମୃତ୍ୟୁର ମୋକ୍ଷ ଓ ଦାମ୍ପତ୍ୟ ସମ୍ପର୍କରେ ସୌଭାଗ୍ୟ ଆସିଥାଏ। ଅଁଳା ଏକାଦଶୀର ଏହି ପୂଜା, ଉପବାସ, ହରିନାମ ସଂକୀର୍ତ୍ତନ ଓ ଭକ୍ତି ମାନବ ଜୀବନର ସମସ୍ତ ସଂକଟ, ପାପରୁ ମୁକ୍ତି ଦେଇଥାଏ। ଦମ୍ପତିମାନେ ଏହି ବ୍ରତ ପାଳନ କଲେ ସେମାନଙ୍କର ଦାମ୍ପତ୍ୟ ଜୀବନର ସୌଭାଗ୍ୟ, ଆନନ୍ଦ ଓ ଶାନ୍ତି ମଧ୍ୟ ଆସିଥାଏ। ଶାସ୍ତ୍ରରେ ଉଦ୍ଧୃତ ହରିନାମ ହିଁ କେବଳ ଏହି ବ୍ରତର ମୂଳ ଦିଶା। ଏହା ମନେ କରାଯାଏ ଯେ ମୋକ୍ଷ ପାଇଁ ଏହା ସବୁଠାରୁ ମୁଖ୍ୟ ମାର୍ଗ ଅଟେ। ଏକାଦଶୀରେ ଭକ୍ତମାନେ ହରିନାମ ସଂକୀର୍ତ୍ତନ ଓ ପୂଜାରେ ନିଶ୍ଚିନ୍ତ ହୋଇ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଥାନ୍ତି।
ଫାଲ୍ଗୁନ ଏକାଦଶୀକୁ ଉତ୍ତର ଭାରତରେ ରଙ୍ଗଭରି ଏକାଦଶୀ ମଧ୍ୟ ପରିଚିତ। ଏଠାରେ ଲୋକମାନେ ନାଚ ଗୀତ ହରିନାମ ଗାଇ ବା ଭକ୍ତିରେ ଲୀନ ହୋଇ ଏକାଦଶୀ ପାଳନ କରନ୍ତି। ଏହି ପାରମ୍ପରିକ କଥା ଏକାଦଶୀର ମହତ୍ତ୍ୱ ଅଟେ ଓ ଭକ୍ତମାନଙ୍କର ଭାବନାକୁ ସବୁଠାରୁ ସୁନ୍ଦର ଭାବରେ ପ୍ରକାଶ କରେ। ଏହି ପୌରାଣିକ ଉପାଖ୍ୟାନ ଓ ଭକ୍ତିର ଉଦାହରଣ ଆମକୁ ଶିଖାଏ ଯେ ଏକାଦଶୀର ମୂଳ ଉଦ୍ଦେଶ୍ୟ କେବଳ ପ୍ରାପ୍ତି ନୁହେଁ, ଯାହା ମାନସିକ ଶାନ୍ତି, ଭକ୍ତି ଓ ଧର୍ମ ପରାୟଣକୁ ବୃଦ୍ଧି କରିଥାଏ। ଏହି ଦିନରେ ଅଁଳା ବୃକ୍ଷ ତଳେ ହରିନାମ ସଂକୀର୍ତ୍ତନ କରି ଭକ୍ତମାନେ ଭଗବାନଙ୍କର କୃପା ଓ ସେମାନଙ୍କର ମୁକ୍ତି ପାଇଥାନ୍ତି। ଅଁଳା ଏକାଦଶୀ ବ୍ରତ ପାଳନର କେତେକ ଟିପ୍ସ ଆମେ କିପରି ଆମେ ପାଳନ କରିବା, ସେଇ ବ୍ରତର କେତେକ ଟିପ୍ସ ବିଷୟରେ ଚାଲନ୍ତୁ ଜାଣିବା। ସକାଳେ ସ୍ନାନ କରି ସଫା ବସ୍ତ୍ର ପିନ୍ଧିବା ଓ ମନକୁ ଶାନ୍ତ ରଖନ୍ତୁ। ଅଁଳା ବୃକ୍ଷ ମୂଳକୁ ସଫା କରି ଦୀପ ଧୂପ ଫୁଲ ଜଳ ଅର୍ପଣ କରିବା। ଭଗବାନ ବିଷ୍ଣୁଙ୍କ ନାମ ସ୍ମରଣ ଜପ ମନ୍ତ୍ର ତୁଳସୀ ପତ୍ର ଅର୍ପଣ କରିବା। ଉପବାସ ପାଳନ ସମ୍ଭବ ହେଲେ ବା ନିର୍ଜଳ ଉପବାସ କରିବେ, ନହେଲେ ଫଳାହାର କରିପାରିବେ। ହରି ନାମ ସଂକୀର୍ତ୍ତନ କରନ୍ତୁ। ହରେ କୃଷ୍ଣ ହରେ ରାମ କିମ୍ବା ବିଷ୍ଣୁ ନାମ ଜପ କଲେ ମନ ପବିତ୍ର ହୋଇଥାଏ। ଧାର୍ମିକ କଥା ଶୁଣନ୍ତୁ। ଅଁଳା ଏକାଦଶୀର ମାହାତ୍ମ୍ୟ କଥା ପଢ଼ିବା କିମ୍ବା ଶୁଣିବା ଶୁଭ ହୋଇଥାଏ। ଦାନ ଓ ସେବା କରନ୍ତୁ। ଗରିବମାନଙ୍କୁ ଖାଦ୍ୟ ବସ୍ତ୍ର ବା ଫଳ ଦାନ କଲେ ପୁଣ୍ୟ ବଢ଼ିଥାଏ। କ୍ରୋଧ ଓ ଖରାପ ଚିନ୍ତାରୁ ଦୂରେଇ ରହିବା ଉଚିତ। ଶାନ୍ତ ଓ ସହିଷ୍ଣୁ ଓ ସକାରାତ୍ମକ ରହନ୍ତୁ। ସମ୍ଭବ ହେଲେ ରାତିରେ ଭଜନ କିମ୍ବା ଧ୍ୟାନ ମଧ୍ୟ କରନ୍ତୁ। ଦ୍ୱାଦଶୀ ତିଥିରେ ସାତ୍ତ୍ୱିକ ଖାଦ୍ୟ ଖାଇ ବ୍ରତ ଭଙ୍ଗ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ ଦୟାକରି ଲାଇକ୍ ସେୟାର କରିବେ ଏବଂ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ନମସ୍କାର, ଆପଣ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଦିନଟି ଆପଣମାନଙ୍କ ପାଇଁ ଶୁଭମୟ ହେଉ। ନମସ୍କାର, ଜୟ ଜଗନ୍ନାଥ।